ଆଡଭାଇଜର ବାଲିଝରା ଯୁବ କଲ୍ୟାଣ ଟ୍ରଷ୍ଟ। ଆଜି ଆମର ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁଙ୍କର ଆଜି ଜନ୍ମବାର୍ଷିକ, ତେଣୁ ଏହି ପରିପ୍ରେକ୍ଷୀରେ ଆମେ ଏଠି ବୃଦ୍ଧ ଆଶ୍ରମରେ ଆମେ କମଳ ବଣ୍ଟନ କଲୁ ଏବଂ ଆମର ବୁଢ଼ା ବୁଢ଼ୀ ମାଉସୀ ମାନଙ୍କର ଆଶୀର୍ବାଦ ଭିକ୍ଷା ନେଲୁ ଏବଂ ଏଠି ଖାଇବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଆମେ ମନ୍ତ୍ରୀଙ୍କର ଆମର ଅତି ପ୍ରିୟ ମନ୍ତ୍ରୀ ଏବଂ ଯୁବମାନଙ୍କର ଅତି ଆଦର ଏବଂ ୟଙ୍ଗ କହିଲେ କିଛି ଅତ୍ୟୁକ୍ତି ହେବନି, ତେଣୁ ତାଙ୍କରି ଉତ୍ତରୋତ୍ତର କାମନା ପାଇଁ ଆମେ ଏଠି ସମସ୍ତେ ଉପସ୍ଥିତ ହୋଇଛୁ ଏବଂ ମା ମାନଙ୍କର ବି ଆଶୀର୍ବାଦ ଏବଂ ରେ ଆଜି ମନ୍ତ୍ରୀ ହେଇଛନ୍ତି ଏବଂ ମନ୍ତ୍ରୀଙ୍କର ପାରାଦୀପ ପ୍ରତି ଯେଉଁ ରହୁଛି ଯାହା କର୍ତ୍ତବ୍ୟ ତାକୁ ସେ ସୁଚାରୁ ରୂପେ ନିଭାଉଛନ୍ତି। ତେଣୁ ଆମେ ଆଶା କରୁଛୁ ଯେ ମନ୍ତ୍ରୀ ଆହୁରି ଆଗକୁ ଯାଆନ୍ତୁ ଏବଂ ଏହିଭଳି ତାଙ୍କର ଦୃଷ୍ଟି ପାରାଦୀପବାସୀଙ୍କ ପ୍ରତି ରହିଥାଉ ଏବଂ ଆଶୀର୍ବାଦ ମଧ୍ୟ ରହିଥାଉ। 40 ବର୍ଷରେ ପଦାର୍ପଣ କଲେ ଏବଂ 40 ବର୍ଷ ମାନେ ୟଙ୍ଗ ଏବଂ ପିଲାମାନଙ୍କ ୟଙ୍ଗ ମାନଙ୍କର ମାନେ ପ୍ରତ୍ୟେକଟି ଯୁବକ ମାନଙ୍କ ମୁହଁରେ ମନ୍ତ୍ରୀଙ୍କର ପ୍ରଶଂସା ଏବଂ ମନ୍ତ୍ରୀଙ୍କର ମଧ୍ୟ ଆଦର। କାଲି ମଧ୍ୟ ଆମେ ରାତିରେ ଯାଇଥିଲୁ ସମସ୍ତେ ମନ୍ତ୍ରୀଙ୍କ ପାଖକୁ, ତ ସେଠି ମଧ୍ୟ ମନ୍ତ୍ରୀଙ୍କୁ ୱିଶ୍ କରିକି ଆସିଲୁ ଏବଂ ଆଜି ମଧ୍ୟ ଯିବାର ଅଛି କାର୍ଯ୍ୟକ୍ରମ, ବହୁତ ସାରା ପ୍ରୋଗ୍ରାମ ଅଛି। ଜିତେନ୍ଦ୍ର ସାହୁ ବାଲିଝରା ୟୁଥ୍ ୱେଲଫେୟାର ଟ୍ରଷ୍ଟର ସଭାପତି। ଆଜି ମାନ୍ୟବର ମନ୍ତ୍ରୀ ଶିଳ୍ପମନ୍ତ୍ରୀ ସମ୍ପଦ ବଡ଼ ଭାଇଙ୍କର ଆଜି ଜନ୍ମଦିନ ଥିଲା, ସେଥିପାଇଁ ଆମେ ଆସିଥିଲୁ ଜରା ଆଶ୍ରମ ବାଲିଝରା ଜରା ଆଶ୍ରମ ସନ୍ତୋଷ ନଗର ଜନ୍ମଦିନ ପାଳନ କରିବା ପାଇଁ କିଛି ଖାଦ୍ୟ ବ୍ୟବସ୍ଥା ମଧ୍ୟ କରିଥିଲୁ ଆଉ ଶୀତ ବସ୍ତ୍ରର ମଧ୍ୟ କିଛି ବ୍ୟବସ୍ଥା କରିଥିଲୁ। ଲୋକମାନେ ବୁଢ଼ା ବୟସ ମା ବାପା ମାନେ ଆଶୀର୍ବାଦ କଲେ, ସମ୍ପଦ ଭାଇଙ୍କ ଆଶୀର୍ବାଦ କଲେ, ଦୀର୍ଘାୟୁ କାମନା କଲେ, ଆଗକୁ ଚଲାପଥ କେମିତି ସୁଖମିତ ହେବ ସେଥିପାଇଁ ଦୀର୍ଘାୟୁ କାମନା ମଧ୍ୟ କଲେ। ମା ବିଶ୍ୱତୀ ଜେନା, ମୁଁ ବାଲିଝରା ୟୁଥ୍ ୱେଲଫେୟାର ଟ୍ରଷ୍ଟର ସମ୍ପାଦକ ଭାବରେ କାର୍ଯ୍ୟ କରୁଛି। ଆଜି କାର୍ଯ୍ୟକ୍ରମ ଖାସ୍ କରିକି ଆମର ବଡ଼ ଭାଇ ଯିଏକି ଶିଳ୍ପମନ୍ତ୍ରୀ ସମ୍ପଦ ଭାଇଙ୍କର ଆଜି ଜନ୍ମଦିନ, ତାଙ୍କରି ଦୀର୍ଘାୟୁ କାମନା ଆଉ ତାଙ୍କର ଉତ୍ତର ଭଲ କାମନା ପାଇଁ ଆମେ ତାଙ୍କରି ଉଦ୍ଦେଶ୍ୟରେ ଆଜି ଆମ ଜରାଶ୍ରମରେ କିଛି ବୃଦ୍ଧମାନଙ୍କୁ ତାଙ୍କୁ କିଛି କମଳ ଆଉ ଖାଦ୍ୟ ବଣ୍ଟନ କରିଛୁ କି ଯାହା ପାଇଁ କି ତାଙ୍କର କିଛି ଆଶୀର୍ବାଦ ମିଳିଲେ ଆମେ ଉତ୍ତର ଉନ୍ନତି କରିବୁ ଆଉ ତା ସହିତ ଭାଇ ବି ଉତ୍ତର ଉନ୍ନତି କରିବେ। ସେଥିପାଇଁ ଆମର ଗୋଟେ ଛୋଟିଆ ପ୍ରୟାସ କି ତାଙ୍କମାନଙ୍କୁ କିଛି ହେଲ୍ପ କରିଛୁ ଆଉ ଆଗାମୀ ଭବିଷ୍ୟତରେ ଆମେ ଭାବୁଛୁ କି ଆମ ଦ୍ୱାରା ଯଦି ସମ୍ପଦ ଭାଇଙ୍କ କିଛି କହିକିରି ତାଙ୍କର କିଛି ଆବଶ୍ୟକ ପୂରଣ ହୋଇପାରିଲା ସେଥିରେ ଆମେ ଖୁସି ଅନୁଭବ କରିବୁ। ଜୟ ଜଗନ୍ନାଥ ସ୍ୱାମୀ, ମୋ ନାଁ ଜଗନ୍ନାଥ ବେହେରା, ମୁଁ ମା ସନ୍ତୋଷୀ ଜରାଶ୍ରମର ସେକ୍ରେଟାରୀ ଅଛି। ଆଜି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କର ଆଜି ଜନ୍ମଦିନ ଉପଲକ୍ଷେ ଆଜି ଆଶ୍ରମରେ ମା ବାପାମାନଙ୍କୁ ସେମାନଙ୍କ ତରଫରୁ ଖାଦ୍ୟ ଏବଂ କମ୍ବଳ ବଣ୍ଟନ କରାଯାଉଥିଲା। ବାଲିଝରାର ସମସ୍ତ କର୍ମକର୍ତ୍ତା ବହୁତ ଭାଇମାନେ ସବୁ ଉପସ୍ଥିତ ଥିଲେ, ସେମାନଙ୍କର ଗହଣରେ ମା'ମାନଙ୍କୁ ସମସ୍ତେ ବିତରଣ କଲେ, କମ୍ବଳ ବିତରଣ କଲେ। ବହୁତ ସୁନ୍ଦର ପ୍ରୟାସ। ଆଉ ଆମେ ଆଶ୍ରମ ତରଫରୁ ଏ ଯେଉଁ ନିରାଶ୍ରୟ ବାପା ମା' ମାନେ ରହୁଛନ୍ତି, ଆମେ ଏଇ ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଯେହେତୁ ଏ ଏରିଆର ପୁଅ ସମ୍ପଦ ବାବୁ ଟିକେ ଶୁଭ ଦୃଷ୍ଟି ରଖନ୍ତୁ ଏ ନିରାଶ୍ରୟ ଲୋକଙ୍କ ପାଇଁ। ଆଗାମୀ ଦିନରେ ଏଇ ଲୋକମାନଙ୍କ ପାଇଁ କେମିତି କ'ଣ ହେଇପାରିବ, ସେମାନେ ବଞ୍ଚିବେ। ଆଉ ବହୁତ ନିର୍ଯାତିତ ନିଷ୍ପେଷିତ ଲୋକ ଏଇଠି ରହୁଛନ୍ତି ଆଉ ସେମାନଙ୍କର ଘର ଦ୍ୱାର କିଛି କେହି ଲୋକ ନାହାନ୍ତି। ଆମେ ବି ବହୁତ କଷ୍ଟରେ ସେମାନଙ୍କୁ ଏଠି ତାଙ୍କର ଖାଦ୍ୟ ବସ୍ତ୍ର ସବୁ ଯୋଗାଡ଼ କରିବାରେ ଅଛୁ। ତେଣୁ ସେମାନଙ୍କ ପାଇଁ ଟିକେ ରହିବା ପାଇଁ ବାସଗୃହ ଏବଂ ଚଳଣି ଖାଦ୍ୟପେୟ ବ୍ୟବସ୍ଥା ଏବଂ ମେଡ଼ିକାଲର ଫାସିଲିଟି ଟିକେ ସେମାନେ କେମିତି ମାନେ ବାର୍ଦ୍ଧକ୍ୟ ଅବସ୍ଥାରେ ସେମାନଙ୍କୁ ବହୁତ ବ୍ୟାଧି, ତେଣୁ ସେଇ ବ୍ୟାଧିରୁ ମୁକ୍ତି ପାଇଁ ଟିକେ ମେଡ଼ିକାଲ ଫାସିଲିଟି ଆମେ ଚାହୁଁଛୁ। ମନ୍ତ୍ରୀ ମହାଶୟଙ୍କୁ ଟିକେ ନିବେଦନ କରୁଛୁ ଆମ ଜରାଶ୍ରମ ତରଫରୁ ସେ କେମିତି ଟିକେ ଶୁଭ ଦୃଷ୍ଟିରେ ଆମ ଜରାଶ୍ରମ ଟିକେ ପାଦ ପକାନ୍ତୁ ଆଉ ତାଙ୍କର ଶୁଭ ଇଚ୍ଛାଟି ରହୁ ଏଇ ନିରାଶ୍ରୟ ଲୋକଙ୍କ ପାଇଁ। ଆଉ ଆମେ ଜଗନ୍ନାଥଙ୍କ ପାଖରେ ଶତବାର ମାନେ ଗୁହାରି କରୁଛୁ ଯେ ତାଙ୍କର ଚଲାପଥରେ କୁସୁମିତ କରନ୍ତୁ, ତାଙ୍କୁ ଦୀର୍ଘାୟୁ କରନ୍ତୁ, ସେ ଏମିତି ମନ୍ତ୍ରୀପଦ ପାଆନ୍ତୁ, ଏ ଲୋକମାନଙ୍କ ସେବା କରିକି ସେମାନଙ୍କ ତାଙ୍କର ଜୀବନ ଏହି ପ୍ରକାର ଭାବରେ ଅତିବାହିତ ହେଉ। ଆଉ ଆମ ଏରିଆର ଯେ ଅଛନ୍ତି ଆମ ପାଖରେ ଜିତୁବାବୁ, ସେ ବି ଜରାଶ୍ରମର ବହୁତ ହିତାକାଂକ୍ଷୀ, ମା ବାପାମାନଙ୍କର ଦୁଃଖ ସୁଖରେ ସେମାନେ ଠିଆ ହେଉଛନ୍ତି। ତାଙ୍କ ଭାଇ କର୍ମୀମାନେ ବି ସମସ୍ତେ ଇଚ୍ଛାକୃତ ଭାବରେ ଜରାଶ୍ରମରେ ସମସ୍ତଙ୍କର କିଛି ନା କିଛି ମାନେ ଇଚ୍ଛା ଅଛି ଯେ ନିରାଶ୍ରୟ ଲୋକମାନଙ୍କୁ କେମିତି ସେମାନେ ଜୀବନ ସାରା କେମିତି ଟିକେ ଭଲ ରହିପାରିବେ।